ପିନାକୀ ମହୁଆଙ୍କ ପଡ଼ିଲା ହାତ ଗଣ୍ଠି। ଜର୍ମାନୀରେ କଲେ ସିକ୍ରେଟ ମ୍ୟାରେଜ। ଉଭୟଙ୍କ ବିବାହକୁ ନେଇ ବଢ଼ିଲା ଚର୍ଚ୍ଚା। ବିବାହ କରିଛନ୍ତି ଦୁଇ ଚର୍ଚ୍ଚିତ ରାଜନେତା। ପୁରୀର ପୂର୍ବତନ ସାଂସଦକୁ ବିବାହ କରିଛନ୍ତି ସାଂସଦ ମହୁଆ ମୈତ୍ର। ଉଭୟଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଦୁଇ ଥର ତୃଣମୂଳ କଂଗ୍ରେସ ସାଂସଦ ଥିବା ମହୁଆ ମୈତ୍ର ମେ 3 ତାରିଖରେ ପିନାକୀଙ୍କୁ ଜୀବନ ସାଥୀ କରିଛନ୍ତି ବୋଲି ସୂଚନା ମିଳିଛି। ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର 7 ଜନ୍ମ ପାଇଁ ସାଥୀ ହୋଇଛନ୍ତି। ଏନେଇ ଉଭୟ ବିଧିବଦ୍ଧ ଘୋଷଣା ନ କରିଥିଲେ ବି ଜାତୀୟ ଗଣମାଧ୍ୟମରେ ଖବର ଘୁରି ବୁଲୁଛି। ଉଭୟଙ୍କ ମଧ୍ୟରେ ଅନେକ ଦିନ ହେବ ଭଲ ବନ୍ଧୁତା ଥିଲା। ଆଉ ସେ ବନ୍ଧୁତା ଆଜି ବିବାହରେ ପରିଣତ ହୋଇଛି। ଗତ ମେ ମାସ 3 ତାରିଖରେ ଉଭୟ ଜର୍ମାନୀରେ ସିକ୍ରେଟ ମ୍ୟାରେଜ କରିଥିବା ସୂଚନା ମିଳିଛି। କିନ୍ତୁ ପିନାକୀ ମିଶ୍ର କିମ୍ବା ମହୁଆଙ୍କ ପକ୍ଷରୁ ଏନେଇ କିଛି କୁହାଯାଇ ନାହିଁ। ମହୁଆ ମୈତ୍ର ଏହା ପୂର୍ବରୁ ଦାନିଶକୁ ବିବାହ କରିଥିଲେ, ହେଲେ ତାଙ୍କ ସହ ମହୁଆଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଏହାପରେ 3 ବର୍ଷ ଧରି ସେ ଓକିଲ ଅନନ୍ତ ଦେହଦାରାଇଙ୍କ ସହ ସମ୍ପର୍କ କରିଥିଲେ। ଆଉ ଏବେ ସେ 65 ବର୍ଷୀୟ ପୂର୍ବତନ ସାଂସଦ ପିନାକ ମିଶ୍ରଙ୍କ ହାତ ଧରିଛନ୍ତି। ମହୁଆ ମୈତ୍ର ତୃଣମୂଳ କଂଗ୍ରେସରୁ ଲଗାତାର ଦୁଇ ଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ପିନାକ ମିଶ୍ର ବିଜୁ ଜନତା ଦଳରୁ 4 ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। 1996 ମସିହାରେ ପ୍ରଥମ କରି ସାଂସଦ ହେବା ପରେ 2009, 2014 ଏବଂ 2019ରେ ପୁରୀରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ପିନାକୀଙ୍କ ବୟସ 65 ବର୍ଷ ଓ ମହୁଆଙ୍କ ବୟସ 50 ବର୍ଷ। ପିନାକ ମିଶ୍ର ମଧ୍ୟ ଆଗରୁ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି। ତେବେ ଉଭୟ ପିନାକ ଏବଂ ମହୁଆ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ କରିଥିଲେ। ଆଉ ବର୍ତ୍ତମାନ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବ୍ୟୁରୋ ରିପୋର୍ଟ, ଉତ୍କଳ ପ୍ରତିଦିନ।